ଆସନ୍ତୁ ଆମ୍ଭେମାନେ ସମଗ୍ର ବିଶ୍ୱରେ ଜେରୁସାଲେମର ଗୌରବ ପ୍ରଚାର କରିବା। ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ପିତା ପରମେଶ୍ୱର ଆମ୍ଭମାନଙ୍କୁ ଅନେକ ଆଶୀର୍ବାଦ ଦେଇଅଛନ୍ତି। ଏହିପରି ମୁଁ ବିଶ୍ୱାସ କରେ ଯେ ଚର୍ଚ୍ଚ ଅଫ୍ ଗଡ୍ ପିତା ଖ୍ରୀଷ୍ଟ ଆନସାଙ୍ଗ୍ ଏବଂ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱରେ ସ୍ୱର୍ଗର ଅନନ୍ତ ରାଜ୍ୟ ଆଡ଼କୁ ଶକ୍ତିଶାଳୀ ଭାବରେ ଅଗ୍ରସର ହେବ। ଆଜିର ଉପଦେଶ ଶୀର୍ଷକ ଆସନ୍ତୁ ଆମ୍ଭେମାନେ ସମଗ୍ର ବିଶ୍ୱରେ ଜେରୁସାଲେମର ଗୌରବ ପ୍ରଚାର କରିବା। ଏଥିରେ ପରମେଶ୍ୱରଙ୍କ ଗୁରୁତ୍ୱପୂର୍ଣ୍ଣ ଇଚ୍ଛା ଅନ୍ତର୍ଭୁକ୍ତ, ଯାହାକୁ ସେ ଏହି ଯୁଗରେ ଆମ୍ଭମାନଙ୍କୁ ପ୍ରଦାନ କରିଅଛନ୍ତି। ଏହି ଯୁଗରେ ପରମେଶ୍ୱର ତାହାଙ୍କ ସନ୍ତାନମାନଙ୍କ ନିକଟରେ ମାତା ପରମେଶ୍ୱରଙ୍କୁ ପ୍ରକାଶ କଲେ। ପ୍ରେରିତ ଯୋହନଙ୍କ ପ୍ରକାଶନ ମାଧ୍ୟମରେ ଆମ୍ଭେମାନେ ଏକ ମହାନ ଆତ୍ମିକ ଯୁଦ୍ଧର ଦୃଶ୍ୟ ଦେଖିପାରିବା। ଯୁଦ୍ଧରେ ସ୍ତ୍ରୀ ଏବଂ ତାହାର ଅବଶିଷ୍ଟ ସନ୍ତାନ ଏବଂ ତାହାର ଶତ୍ରୁ ସର୍ପ ଅଛି। ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ଅନୁସାରେ ସର୍ପ ହେଉଛି ଶୈତାନ। ପରମେଶ୍ୱର ଆମ୍ଭମାନଙ୍କୁ ଜଣାଇଲେ ଯେ ଶୈତାନ ଏବଂ ତାହାଙ୍କ ଅନୁଗାମୀମାନଙ୍କ ବିରୋଧରେ ଏକ ମହାନ ଆତ୍ମିକ ଯୁଦ୍ଧ ହେବ। କିନ୍ତୁ ଦୀର୍ଘ ସମୟ ଧରି ଦୁନିଆର ଧାର୍ମିକ ଲୋକମାନେ ପରମେଶ୍ୱରଙ୍କୁ କେବଳ ପିତା ପରମେଶ୍ୱର ବୋଲି ମାନୁଥିଲେ। ସେଥିପାଇଁ ଯେତେବେଳେ ଆମ୍ଭେମାନେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12ର ଦୃଶ୍ୟକୁ ଦେଖିବା, ତେବେ ସେମାନଙ୍କ ବ୍ୟାଖ୍ୟାରେ କିଛି ଅଭାବ ରହିଥାଏ। ଯେଉଁମାନେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ଜାଣନ୍ତି ନାହିଁ, ସେମାନେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12ରେ ଦର୍ଶାଯାଇଥିବା ଦୃଶ୍ୟର ପ୍ରକୃତ ଅର୍ଥକୁ ବୁଝିପାରିବେ ନାହିଁ। ଫଳସ୍ୱରୂପ ସେମାନେ ଏହିପରି କଥା କୁହନ୍ତି, ଯେହେତୁ ପ୍ରକାଶିତ ବାକ୍ୟ ହିଁ ହେଉଛି ତାହା, ଯାହା ଉପରେ ପରମେଶ୍ୱର ମୁଦ୍ରାଙ୍କିତ କରିବାକୁ ଆଦେଶ ଦେଇଅଛନ୍ତି, ସେଥିପାଇଁ ଏପରି ବିଷୟ ନୁହେଁ ଯାହା ବିଷୟରେ କେହି ବି କଥା ହୋଇପାରିବେ। ତଥାପି ସ୍ୱର୍ଗୀୟ ପିତା ଆନସାଙ୍ଗ୍ ଏହି ଶିକ୍ଷାକୁ ପ୍ରକଟ କରିଅଛନ୍ତି ଯେ ଆମ୍ଭମାନଙ୍କ ପାଖରେ ସ୍ୱର୍ଗୀୟ ମାତା ଅଛନ୍ତି। ଆମ୍ଭେମାନେ ଏହାକୁ ଗାଲାତୀୟ ଅଧ୍ୟାୟ 4 ପଦ 26 ଏବଂ ଆଦି ପୁସ୍ତକ ଅଧ୍ୟାୟ 1ରେ ଲେଖାଯାଇଥିବା ବାକ୍ୟରେ ବୁଝିପାରିବା। ଏହା ପୂର୍ବରୁ ବାଇବେଲରେ ପ୍ରମାଣ ଭାବରେ ଲିପିବଦ୍ଧ ହୋଇନାହିଁ କି? ଏହା ଲେଖା ଅଛି ଯେ ସାଂସାରିକ ବ୍ୟବସ୍ଥା ସ୍ୱର୍ଗୀୟ ବ୍ୟବସ୍ଥାର ଦୃଷ୍ଟାନ୍ତ ଓ ଛାୟା ମାତ୍ର। ଯେତେବେଳେ ଆମ୍ଭେମାନେ ସାଂସାରିକ ପରିବାର ବ୍ୟବସ୍ଥାକୁ ଦେଖିବା, ତେବେ ସ୍ୱର୍ଗୀୟ ପରିବାର ବ୍ୟବସ୍ଥାରେ ମଧ୍ୟ ଜଣେ ମାତା ରହିବା ଉଚିତ। ଆଦମ ଏବଂ ହବାଙ୍କ ସୃଷ୍ଟିର ଇତିହାସରେ ପରମେଶ୍ୱର ହବା ଜଣେ ସ୍ତ୍ରୀଙ୍କୁ ଆଦମଙ୍କ ଅସ୍ଥିରେ ସୃଷ୍ଟି କଲେ। ଆଦମ କହିଲେ, ଏଥର ହେଲା, ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ, ଏବଂ ଘୋଷଣା କଲେ ଯେ ସେ ସମସ୍ତ ଜୀବିତ ପ୍ରାଣୀମାନଙ୍କର ମାତା ହେବେ। ଏହା ଆମ୍ଭେମାନେ ଆଦି ପୁସ୍ତକରେ ଦେଖିପାରିବା। ତେବେ ପିତାଙ୍କ ଯୁଗରେ କାହିଁକି ତାହାଙ୍କୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କଲେ ନାହିଁ, କିନ୍ତୁ କେବଳ ଯୋହନଙ୍କ ପ୍ରକାଶନରେ ତାହାଙ୍କ ବିଷୟରେ ଉଲ୍ଲେଖ କଲେ? ପବିତ୍ର ଆତ୍ମାଙ୍କ ଏହି ଶେଷ ଯୁଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପବିତ୍ର ଆତ୍ମାଙ୍କ ଯୁଗରେ ଯେଉଁମାନେ ସ୍ୱର୍ଗୀୟ ମାତାଙ୍କ ସହିତ ଛିଡ଼ା ହୁଅନ୍ତି ନାହିଁ, ସେମାନେ କେଉଁଠାରେ ଛିଡ଼ା ହେବେ? ପ୍ରେରିତ ଯୋହନ ପ୍ରକାଶିତ ବାକ୍ୟ ଅଧ୍ୟାୟ 12ରେ ଲେଖିଛନ୍ତି ଯେ ସେମାନେ ଶୈତାନର ପକ୍ଷରେ ଛିଡ଼ା ହେବେ। ସେଥିପାଇଁ ଏହି ଯୁଗରେ ଅନେକ ମିଥ୍ୟା ଭବିଷ୍ୟତବକ୍ତା ଓ ମିଥ୍ୟା ଖ୍ରୀଷ୍ଟ ପ୍ରକଟ ହେବେ। ଏହିପରି ସମୟରେ ସ୍ୱର୍ଗୀୟ ଲୋକମାନେ କାହା ପକ୍ଷରେ ଛିଡ଼ା ହେବା ଉଚିତ? ପିତା ଆମ୍ଭମାନଙ୍କୁ କେଉଁ ବାକ୍ୟ ଦେଲେ ଯାହାଦ୍ୱାରା ଆମ୍ଭେମାନେ ସର୍ବଦା ସ୍ୱର୍ଗୀୟ ମାତା ଜେରୁସାଲେମଙ୍କ ପକ୍ଷରେ ଛିଡ଼ା ହୋଇପାରିବା? ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ, ଜିହୁଷୟ ମୂଷାଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ, ଆଉ ମୁଁ ମାତାଙ୍କୁ ଅନୁସରଣ କରେ। ଏପରି ସ୍ପଷ୍ଟ ବାକ୍ୟଗୁଡ଼ିକୁ ଛାଡ଼ିଦେଇ ପିତା ପରମେଶ୍ୱର ଆମ୍ଭମାନଙ୍କୁ ଶିଖାଇଲେ ଯେ ଆତ୍ମିକ ବିଜୟ ପ୍ରାପ୍ତ କରିବା ପାଇଁ ଆମ୍ଭମାନଙ୍କୁ କାହା ପକ୍ଷରେ ଛିଡ଼ା ହେବା ଉଚିତ। ସେଥିପାଇଁ ଯେ କେହି ଜୀବନ ପ୍ରାପ୍ତ କରିବାକୁ ଇଚ୍ଛା କରେ ଏବଂ ସ୍ୱର୍ଗରେ ପ୍ରବେଶ କରିବାକୁ ଇଚ୍ଛା କରେ, ତାହାଙ୍କୁ କାହା ନିକଟକୁ ଆସିବା ଉଚିତ? ସେମାନେ ସ୍ୱର୍ଗୀୟ ମାତାଙ୍କ ନିକଟକୁ ଆସିବା ଆବଶ୍ୟକ। ଏହା ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ଆତ୍ମା ଓ କନ୍ୟାଙ୍କ ବାକ୍ୟ ଆଶରେ ଅନ୍ତର୍ଭୁକ୍ତ ନୁହେଁ କି?
ସ୍ୱର୍ଗୀୟ ପିତା ଏହି ଚିନ୍ତାରେ ଯେ ଶେଷ ମହାନ ଆତ୍ମିକ ଯୁଗ ଧରେ ତାହାଙ୍କ ସନ୍ତାନମାନେ କୌଣସି ବୋଧ ଶକ୍ତି ରଖିପାରିବେ ନାହିଁ, ଆମ୍ଭମାନଙ୍କୁ ଏହି ବିଷୟ ଦ୍ୱାରା ଜାଗ୍ରତ କରାଇଲେ ଯେ ସେହି ସ୍ଥାନ ଯେଉଁଠାରେ ସ୍ୱର୍ଗୀୟ ମାତା ବାସ କରନ୍ତି ତାହା ହେଉଛି ସିଓନ। ସେହି ସ୍ଥାନ ଯେଉଁଠାରେ ସେ ବାସ କରନ୍ତି ଆମ୍ଭମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଏବଂ ସେହି ସ୍ଥାନ ଯେଉଁଠାରେ ସେ ବାସ କରନ୍ତି ପରିତ୍ରାଣର ଆଶ୍ରୟ ସ୍ଥାନ ଅଛି। ସେଥିପାଇଁ ସମସ୍ତ ମାନବ ଜାତିଙ୍କୁ ତାହାଙ୍କ ନିକଟକୁ ଆସିବା ଉଚିତ। ସ୍ୱର୍ଗାରୋହଣ ପୂର୍ବରୁ ପିତା ଆମ୍ଭମାନଙ୍କୁ ଏହି ଶିକ୍ଷା ଦେଇଥିଲେ। ଏହି ବାର୍ତ୍ତାକୁ ଆମ୍ଭମାନଙ୍କ ହୃଦୟରେ ରଖି ଆସନ୍ତୁ ଆମ୍ଭେମାନେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ଉପରେ ଏକ ନଜର ପକାଇବା। ଆସନ୍ତୁ ଆମ୍ଭେମାନେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17 ଉପରେ ଏକ ନଜର ପକାଇବା। ଅଧ୍ୟାୟ 12 ପଦ 17। ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୋଧ ହୋଇ। ପଦ 9 ଅନୁଯାୟୀ ସର୍ପ କାହାକୁ ଦର୍ଶାଇଥାଏ? ସେଥିରେ ସର୍ବଜଗତର ପ୍ରବଞ୍ଚକ ଦିଆବଳ ଓ ଶୈତାନ ନାମର ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ କ'ଣ କରିଥାଏ? ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା। ଯଦିଓ ଏହି ମହାନ ଆତ୍ମିକ ଯୁଦ୍ଧ ବାହ୍ୟ ଭାବରେ ଦେଖାଯାଏ ନାହିଁ, ପରମେଶ୍ୱର ଆମ୍ଭମାନଙ୍କୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ମାଧ୍ୟମରେ ଦୁଷ୍ଟ ଶକ୍ତି ଏବଂ ସ୍ୱର୍ଗୀୟ ମାତାଙ୍କର ଶିକ୍ଷାକୁ ପାଳନ କରୁଥିବା ଅବଶିଷ୍ଟ ସନ୍ତାନମାନଙ୍କ ମଧ୍ୟରେ ଏକ ମହାନ ଯୁଦ୍ଧ ବିଷୟରେ ଆମ୍ଭମାନଙ୍କୁ ଜଣାନ୍ତି। ଆସନ୍ତୁ ଏହାକୁ ଆଉ ଥରେ ପଢ଼ିବା। ଆସନ୍ତୁ ପୁଣି ଥରେ ଅଧ୍ୟାୟ 12 ପଦ 17 ଦେଖିବା। ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୋଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ, ସର୍ପ କାହା ଉପରେ କ୍ରୋଧିତ ହେଲା? ସେ ସ୍ତ୍ରୀଙ୍କ ଉପରେ କ୍ରୋଧିତ ହେଲା। ସ୍ତ୍ରୀଙ୍କ ସମ୍ବନ୍ଧ ଆଦି ପୁସ୍ତକ ଅଧ୍ୟାୟ 3ର ଭବିଷ୍ୟତବାଣୀ ସହିତ ଜଡ଼ିତ। ସେଥିପାଇଁ ଆସନ୍ତୁ ଏହି ଦୃଶ୍ୟ ଉପରେ ଏକ ସଂକ୍ଷିପ୍ତ ନଜର ପକାଇବା ଏବଂ ଆଦି ପୁସ୍ତକକୁ ଯିବା। ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୋଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି। ଏଠାରେ ପ୍ରେରିତ ଯୋହନଙ୍କ ପ୍ରକାଶିତ ବାକ୍ୟରେ ଏକ ଆତ୍ମିକ ଯୁଦ୍ଧର ଉଲ୍ଲେଖ କରାଯାଇଅଛି। ଏହା ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ପରମେଶ୍ୱରଙ୍କ ଲୋକମାନେ ଯେଉଁମାନେ ଶେଷ ଦିନରେ ପରିତ୍ରାଣ ପ୍ରାପ୍ତ କରିବେ, ସେମାନେ ସ୍ତ୍ରୀର ଅବଶିଷ୍ଟ ସନ୍ତାନ ହେବେ। ଅନ୍ୟମାନଙ୍କ ବିଷୟରେ କ'ଣ? ସେମାନେ କାହା ପକ୍ଷରେ ଛିଡ଼ା ହେବେ? ସେମାନେ ସର୍ପ ଶୈତାନର ପକ୍ଷରେ ଛିଡ଼ା ହେବେ। ଏହି କାରଣ ପିତା ପିତାଙ୍କ ଯୁଗରେ କିମ୍ବା ପୁତ୍ରଙ୍କ ଯୁଗରେ ସ୍ୱର୍ଗୀୟ ମାତାଙ୍କୁ ପ୍ରକାଶ କଲେ ନାହିଁ, କିନ୍ତୁ ପବିତ୍ର ଆତ୍ମାଙ୍କୁ ଅନ୍ତିମ ସମୟରେ ପ୍ରକାଶ କଲେ। ସେ ନିଜ ସନ୍ତାନମାନଙ୍କୁ ସ୍ୱର୍ଗରାଜ ଆଡ଼କୁ ଯିବା ପଥ ପ୍ରତି ଜାଗ୍ରତ କରି କହିଲେ, ଇଲିସାୟ ଏଲିୟାଙ୍କୁ ଅନୁସରଣ କଲେ, ଜିଉସ ମୂଷାଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ, ମୁଁ ମାତାଙ୍କୁ ଅନୁସରଣ କରେ। ତେବେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17 କେଉଁ ପଦ ସହିତ ଜଡ଼ିତ? ଆସନ୍ତୁ ଆମ୍ଭେମାନେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 15 ଉପରେ ଏକ ନଜର ପକାଇବା। ଆସନ୍ତୁ ପଦ 15 ଦେଖିବା। ଆଉ ଆମ୍ଭେ ତୁମ୍ଭର ଓ ନାରୀ ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। ଏହା ହେଉଛି ସେହି ଦୃଶ୍ୟ ଯେଉଁଠାରେ ପରମେଶ୍ୱର ଆଦମ ଏବଂ ହବାଙ୍କୁ ପ୍ରଲୋଭିତ କରିଥିବା ସର୍ପକୁ ଦଣ୍ଡିତ କଲେ। ଏଠାରେ ମୁଁ ପରମେଶ୍ୱରଙ୍କୁ ସୂଚିତ କରେ ଏବଂ ତୁମ୍ଭର ସର୍ପକୁ ସୂଚିତ କରେ। ପରମେଶ୍ୱର କ'ଣ କରିବେ? ସେ ସର୍ପ ଓ ନାରୀ ମଧ୍ୟରେ ଶତ୍ରୁତା ଉତ୍ପନ୍ନ କରିବେ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। ତେବେ ଆଦି ପୁସ୍ତକରେ ବର୍ଣ୍ଣିତ ସ୍ତ୍ରୀ କିଏ ଅଟନ୍ତି? ସେ ହେଉଛନ୍ତି ହବା। ଯେପରି ଆପଣ ଜାଣିଛନ୍ତି ଯେ ହବା ଆଦମଙ୍କ ଅସ୍ଥିରୁ ସୃଷ୍ଟି ହୋଇଥିଲେ, ହଁ ନା? ଆସନ୍ତୁ ଦେଖିବା ଯେ ପରମେଶ୍ୱର ଆଦି ପୁସ୍ତକ ଅଧ୍ୟାୟ 2 ପଦ 20ରେ ହବାଙ୍କ ବିଷୟରେ କ'ଣ କହିଲେ।
2장 20절에 가서 함께 확인해 보도록 하겠습니다. ଆସନ୍ତୁ ଆମ୍ଭେମାନେ ଅଧ୍ୟାୟ 2 ପଦ 20 ଉପରେ ନଜର ପକାଇବା। ଏହି ରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ। ମାତ୍ର ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜର ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କଠାରୁ ଯେଉଁ ପଞ୍ଜର ଖଣ୍ଡିକ ନେଲେ, ପରମେଶ୍ୱର କାହାକୁ ସୃଷ୍ଟି କଲେ? ତଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ତହୁଁ ଆଦମ କହିଲେ, ଏଥର ହେଲା, ଏ ମୋହର ଅସ୍ଥିର ଅସ୍ଥିର ଓ ମାଂସର ମାଂସ, ଏହା ନାମ ନାରୀ, ଯେହେତୁ ଏ ନରଠାରୁ ନିତା ହୋଇଅଛି। ଆଦମଙ୍କ ଅସ୍ଥିର ନିର୍ମିତ ସ୍ତ୍ରୀର ନାମ କ'ଣ ଥିଲା? ଏହା ହବା ଥିଲା, ହଁ ନା? ଆସନ୍ତୁ ଆମ୍ଭେମାନେ ଅଧ୍ୟାୟ 3 ପଦ 20କୁ ଯିବା। ଅଧ୍ୟାୟ 3 ପଦ 20। ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା ଜୀବନ ଦେଲେ, ଯେହେତୁ ସେ ଜୀବିତ ସକଳର ସେ କ'ଣ ହେଲେ? ମାତା ହେଲେ। ପରମେଶ୍ୱର କାହାର ଭବିଷ୍ୟତବାଣୀ କରିଥିଲେ ଏବଂ କହିଥିଲେ ଯେ ହବା ଆଦମଙ୍କ ଭାର୍ଯ୍ୟାଙ୍କ ଶତ୍ରୁ କିଏ ହେବେ? ପଦ 15। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ବୈରଭାବ ଜନ୍ମାଇବା। ହବାଙ୍କ ଶତ୍ରୁ କିଏ ହେବେ? ସର୍ପ। ସେଥିପାଇଁ ଶୈତାନ ଏବଂ ହବା ଜଗତର ଶେଷ ପର୍ଯ୍ୟନ୍ତ କେବେ ମଧ୍ୟ ସମାନ ପକ୍ଷରେ ରହିବେ ନାହିଁ। ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17ରେ ସର୍ପ କାହା ଉପରେ କ୍ରୋଧିତ ଥିଲା? ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୋଧ ହୋଇ ତାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ଏହା ବ୍ୟତୀତ ଏହା ମଧ୍ୟ ଲେଖା ନାହିଁ କି ସର୍ପ ସମୁଦ୍ର କୂଳରେ ଠିଆ ହୋଇଥିଲା? ପ୍ରେରିତ ଯୋହନଙ୍କ ପ୍ରକାଶିତ ବାକ୍ୟ ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କୁ କୁହନ୍ତି ଯେ ଜଗତର ଶେଷରେ କ'ଣ ଘଟିବ। ଆମ୍ଭେମାନେ କାହା ପକ୍ଷରେ ରହିବା ଉଚିତ? ଆମମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ପକ୍ଷରେ ରହିବା ଉଚିତ। ଆସନ୍ତୁ ଏହାକୁ ଆହୁରି ସହଜ ଭାବରେ ବୁଝିବା। ଆତ୍ମା ଓ କନ୍ୟା କହନ୍ତି, ଆସ, ଯେ ତୃଷାର୍ତ୍ତ ମୋ ପାଖକୁ ଆସୁ। ବାଇବେଲ ଆମମାନଙ୍କୁ ଏହା ବିଷୟରେ ଶିକ୍ଷା ଦିଏ ନାହିଁ କି? ଏହାର ଅର୍ଥ ଯେ ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ହେବା। ଏପରି ଏକ ମହାନ ଆତ୍ମିକ ଯୁଦ୍ଧ ହେବ। ଯେତେବେଳେ ପରମେଶ୍ୱର ମେଷମାନଙ୍କୁ ଛାଗଠାରୁ ପୃଥକ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପ୍ରାପ୍ତ କରିବେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ପୃଥକ କରନ୍ତି, ତେବେ ଆମ୍ଭେମାନେ କାହା ପକ୍ଷରେ ଛିଡ଼ା ହେବା ଉଚିତ? ଆମ୍ଭମାନଙ୍କୁ ମାତାଙ୍କ ପକ୍ଷରେ ଛିଡ଼ା ହେବା ଉଚିତ। ସେଥିପାଇଁ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ସମଗ୍ର ଜଗତରେ ଜେରୁସାଲେମର ଗୌରବ ପ୍ରଚାର କରିବା ପାଇଁ ପରମେଶ୍ୱର ବାଇବେଲ ମାଧ୍ୟମରେ ଜଣାନ୍ତି ଯେ ଶୈତାନର ଏକମାତ୍ର ଶତ୍ରୁ ସ୍ୱର୍ଗୀୟ ମାତା ଅଟନ୍ତି। ଯେପରି ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ, ଜିହୁସୟ ମୂଷାଙ୍କୁ ଅନୁସରଣ କଲେ ଏବଂ ପିତର ଯୀଶୁଙ୍କୁ ଅନୁସରଣ କଲେ, ପିତା ଏହା କହି ଉଦାହରଣ ଦେଲେ, ମୁଁ ମାତାଙ୍କୁ ଅନୁସରଣ କରେ, ଯାହାଦ୍ୱାରା ତାହାଙ୍କ ସନ୍ତାନମାନେ ଜାଣିପାରିବେ ଯେ ସ୍ୱର୍ଗୀୟ ମାତା ଅସ୍ତିତ୍ୱରେ ଅଛନ୍ତି। ତେଣୁ ସ୍ୱର୍ଗରେ ଅନନ୍ତ ଜୀବନ ପ୍ରାପ୍ତ କରିବା ପାଇଁ ଆମ୍ଭେମାନେ ସ୍ୱର୍ଗୀୟ ମାତାଙ୍କ ଅସ୍ତିତ୍ୱକୁ ଅନୁଭବ କରିବା ଉଚିତ, ହଁ ନା? ଏଥିପାଇଁ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଯୋଗରେ ଏହି ପୃଥିବୀକୁ ଆସିଲେ ଏବଂ ଆମ୍ଭମାନଙ୍କୁ ମାତାଙ୍କୁ ଜାଣିବାକୁ ଦେଲେ ନାହିଁ କି? ଆସନ୍ତୁ ଆମ୍ଭେମାନେ ଯିରିମିୟ ଅଧ୍ୟାୟ 3 ପଦ 17 ଉପରେ ନଜର ପକାଇବା। ଯିରିମିୟ ଅଧ୍ୟାୟ 3 ପଦ 17। ସେହି ସମୟରେ ଲୋକମାନେ ଜେରୁସାଲେମକୁ କ'ଣ କହିବେ? ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ, ଆଉ ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଜେରୁସାଲେମରେ ସଂଗୃହୀତ ହେବେ। ପୁଣି ସେମାନେ ଆପଣ ଆପଣ ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ। ସେ ସମୟରେ ଜିହୁଦା ବଂଶ ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ। ସମସ୍ତ ଦେଶ ଜେରୁସାଲେମରେ କ'ଣ କରିବେ? ସେମାନେ ଜେରୁସାଲେମରେ ଏକତ୍ରିତ ହେବେ। ଏହା ପରମେଶ୍ୱରଙ୍କ ମୁକ୍ତିର କାର୍ଯ୍ୟ, ଅନ୍ତିମ ପର୍ଯ୍ୟାୟର ଭବିଷ୍ୟତବାଣୀର ଯୋଜନା। ଆସନ୍ତୁ ଯିଶାୟ ଅଧ୍ୟାୟ 60 ପଦ 1 ଦେଖିବା।
ଅଧ୍ୟାୟ 60 ପଦ 1 ଆସନ୍ତୁ ଅଧ୍ୟାୟ 60 ପଦ 1 ଉପରେ ନଜର ପକାଇବା। ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ପୃଥିବୀ କି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ, ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭର ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। ପଦ 4 ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି। କଣ ଜିସାୟ ଅଧ୍ୟାୟ 60 ସେହି ଗୌରବ ବିଷୟରେ ନୁହେଁ ଯାହା ଜେରୁସାଲେମକୁ ଭବିଷ୍ୟତରେ ପ୍ରାପ୍ତ ହେବ? ଆସନ୍ତୁ ପୁଣି ଥରେ ପଦ 4 ଦେଖିବା। ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି। ଗଲାତିଆ ଅଧ୍ୟାୟ 4 ଅନୁଯାୟୀ ଜେରୁସାଲେମ କାହାକୁ ଦର୍ଶାଏ? ଏହିପରି ଏହାର ଅର୍ଥ ହେଉଛି ସମସ୍ତେ ଏକତ୍ରିତ ହୋଇ ମାତାଙ୍କ ନିକଟକୁ ଆସୁଅଛନ୍ତି। ଜିରିମିୟ ଅଧ୍ୟାୟ 3 ପଦ 17 ମଧ୍ୟ ଏହା କହିଥାଏ, ସମସ୍ତ ଜାତି ଜେରୁସାଲେମରେ ଏକତ୍ର ହେବେ। ଯେଉଁମାନେ ଉଦ୍ଧାର କରାଯିବେ ସେମାନେ କାହା ନିକଟକୁ ଆସିବେ? ସେମାନେ ଜେରୁସାଲେମ ମାତାଙ୍କ ନିକଟକୁ ଆସିବେ। ଅନ୍ୟପଟେ ଯେଉଁମାନେ ଏପରି କରିବାରେ ବିଫଳ ହେବେ ସେମାନଙ୍କୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17 ଅନୁଯାୟୀ ଶୈତାନର ଅଧୀନରେ ରଖାଯିବେ। ଆସନ୍ତୁ ଆମେମାନେ ଜିସାୟ ଅଧ୍ୟାୟ 60 ପଦ 4 ଉପରେ ନଜର ପକାଇବା। ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି। ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି। ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ କକ୍ଷରେ ଅଣାଯିବେ। ଏହିପରି ଭାବରେ ବାଇବେଲ ଏବଂ ଭବିଷ୍ୟତ ବକ୍ତାମାନେ ଭବିଷ୍ୟତବାଣୀ କରିଥିଲେ ଯେ ସମସ୍ତ ଜାତି ଜେରୁସାଲେମକୁ ଆସିବେ। ଆସନ୍ତୁ ଅଧ୍ୟାୟ 8କୁ ଯିବା। ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ କିଏ? ଭବିଷ୍ୟତ ବକ୍ତା ଜିସାୟଙ୍କ ସମୟ ପ୍ରାୟ 700 ଖ୍ରୀଷ୍ଟପୂର୍ବରେ ଥିଲା, ବର୍ତ୍ତମାନ ଠାରୁ 2700 ବର୍ଷ ପୂର୍ବେ। ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ କିଏ? ସେମାନେ ହେଉଛନ୍ତି ସ୍ୱର୍ଗୀୟ ସନ୍ତାନ, ଯେଉଁମାନେ ଏହି ଯୁଗରେ ସ୍ୱର୍ଗୀୟ ମାତା ଜେରୁସାଲେମଙ୍କ କୋଳକୁ ସମଗ୍ର ବିଶ୍ୱରୁ ଏକତ୍ରିତ ହେଉଛନ୍ତି। ଆସନ୍ତୁ ପଦ 12କୁ ଯିବା। କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ ତାହା ବିନଷ୍ଟ ହେବ। କଣ ହେବ? ସେମାନେ ନଷ୍ଟ ହୋଇଯିବେ। ଯେପରି ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17ରେ ଲେଖା ଅଛି, ସ୍ତ୍ରୀ ଏବଂ ତାହାଙ୍କ ସନ୍ତାନ ଏବଂ ସର୍ପ ଏବଂ ତାହାଙ୍କ ଅନୁସରଣକାରୀମାନେ ଆତ୍ମିକ ଜଗତରେ ପରସ୍ପରର ସମ୍ମୁଖୀନ ହେବେ। ଯେଉଁମାନେ ସ୍ୱର୍ଗୀୟ ମାତା ଜେରୁସାଲେମଙ୍କ ନିକଟକୁ ଆସିବାକୁ ଅସମର୍ଥ ହୁଅନ୍ତି ସେମାନଙ୍କର କଣ ହେବ? କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ କଣ ହେବ? ତାହା ବିନଷ୍ଟ ହେବ। ହଁ, ସେହି ଦେଶ ସକଳ ନିଃଶେଷ ରୂପେ ଧ୍ୱଂସିତ ହେବ। ଏହା ହେଉଛି ତାହା ଯାହା ବିଷୟରେ ବାଇବେଲ ଭବିଷ୍ୟତବାଣୀ କରିଥିଲା। ଆସନ୍ତୁ ପଦ 14କୁ ଯିବା। ଆସନ୍ତୁ ପଦ 14 ଦେଖିବା। ଆଉ ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ ସେମାନଙ୍କର ସନ୍ତାନଗଣ নত ହୋଇ ତୁମ୍ଭ ନିକଟକୁ ଆସିବ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ ସେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ। ଆଉ ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗର ଇସ୍ରାଏଲର ଧର୍ମ ସ୍ୱରୂପଙ୍କର ସିଓନ ବୋଲି ସମ୍ବୋଧନ କରିବେ। ଆସନ୍ତୁ ପଦ 20କୁ ଯିବା। ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ନୁହେବ କି ବା ତୁମ୍ଭର ଚନ୍ଦ୍ର ଆପଣଙ୍କୁ ରହିତ କରିବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତ କାଳସ୍ଥାୟୀ ଜ୍ୟୋତି ସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ। ତେବେ ଯେତେବେଳେ ସ୍ତ୍ରୀ ଏବଂ ତାହାଙ୍କର ଅବଶିଷ୍ଟ ସନ୍ତାନମାନେ ସର୍ପ ଏବଂ ତାହାଙ୍କର ଅନୁଗାମୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି, ତେବେ ଯଦି କେହି ସ୍ୱର୍ଗୀୟ ମାତାଙ୍କ ପକ୍ଷରେ ଠିଆ ହୁଅନ୍ତି ଯାହାକୁ ସ୍ତ୍ରୀ ଭାବରେ ଦର୍ଶାଯାଇଅଛି କିମ୍ବା ସର୍ପ ପକ୍ଷରେ, ପରିତ୍ରାଣର ମାନଦଣ୍ଡ ଏହା ହିଁ। ତଥାପି ଆଜି ଲୋକମାନେ ସ୍ୱର୍ଗୀୟ ମାତା ଜେରୁସାଲେମକୁ ଗ୍ରହଣ କରନ୍ତି ନାହିଁ। ଯଦିଓ ବାଇବେଲରେ ଅନେକ ଭବିଷ୍ୟତବାଣୀ ଅଛି, ତଥାପି ଅନେକ ଲୋକ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ଏଲିୟଙ୍କ ମିଶନ ଦ୍ୱାରା ପିତା ସାକ୍ଷ୍ୟ ଦେଲେ ଯେ ଆଉ ଜଣେ ଉଦ୍ଧାରକର୍ତ୍ତା ତାହାଙ୍କ ପରେ ଆସିବେ।
1955ରେ ସେ ସପ୍ତଗର୍ଜନର ରହସ୍ୟ ଖୋଲିବା ପୁସ୍ତକରେ ଏହି ବାର୍ତ୍ତା ଦେଲେ ଏବଂ ଆମ୍ଭମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଛାଡ଼ିଥିଲେ। 나는 어머니를 따른다 하는 ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ ଏବଂ ମୁଁ ମାତାଙ୍କୁ ଅନୁସରଣ କରେ। 신 것을 우리가 바라볼 때 이 ଏହାକୁ ଦୃଷ୍ଟିରେ ରଖି ଆମ୍ଭେମାନେ କାହା ପକ୍ଷରେ ଛିଡ଼ା ହେବା ଉଚିତ? 용과 그의 사자 ଏହା ଲେଖା ଅଛି ଯେ ସର୍ପ ଏବଂ ତାହାର ଅନୁଗାମୀମାନେ ସ୍ତ୍ରୀ ଏବଂ ତାହାର ଅବଶିଷ୍ଟ ସନ୍ତାନମାନଙ୍କ ବିରୋଧରେ ଯୁଦ୍ଧ କରିବା ପାଇଁ ସମୁଦ୍ର କୂଳରେ ଛିଡ଼ା ହୋଇଅଛନ୍ତି। 간단하게 오른쪽 ସରଳ ଭାବରେ କହିବାକୁ ଗଲେ ଯଦି ସ୍ତ୍ରୀ ଓ ତାହାଙ୍କର ସନ୍ତାନମାନେ ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇଛନ୍ତି ଏବଂ ସର୍ପ ଓ ତାହାର ଦୂତଗଣ ବାମ ପାର୍ଶ୍ୱରେ, ତେବେ ଆମ୍ଭେମାନେ କେଉଁ ପାର୍ଶ୍ୱରେ ଛିଡ଼ା ହେବା ଉଚିତ? ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ଆମ୍ଭମାନଙ୍କୁ ଏହାର ଉତ୍ତର ଦିଏ। ସେଥିପାଇଁ ଯିଏ ତୃଷାର୍ତ୍ତ ତାହାଙ୍କୁ ଆତ୍ମା ଓ କନ୍ୟା ନିକଟକୁ ଯିବା ଉଚିତ। 사람들은 ସେମାନେ କେଉଁଠାରେ ଅଛନ୍ତି? 누가 계신 어디로요? 시온으로 ସେମାନେ ସିଓନରେ ଅଛନ୍ତି। 시온 ଏହି ଭବିଷ୍ୟତବାଣୀ ଆମମାନଙ୍କୁ ଜାଗ୍ରତ କରେ ଯେ ଆମ୍ଭେମାନେ ଶୀଘ୍ର ସିଓନରେ ପ୍ରବେଶ କରିବା ଉଚିତ। 장면이 되겠습니다. ପରମେଶ୍ୱର ଆମ୍ଭମାନଙ୍କୁ ଏହା ପୂର୍ବରୁ ଆଦି ପୁସ୍ତକ ଅଧ୍ୟାୟ 3ରେ ଦେଖାଇଅଛନ୍ତି। 이처럼 또 보여주셨기 때문에 ପବିତ୍ର ଆତ୍ମାଙ୍କ ଯୁଗରେ ଆମ୍ଭମାନଙ୍କର ପରିତ୍ରାଣକୁ ନଷ୍ଟ ନ କରିବା ପାଇଁ ବାଇବଲ, 오신 영원한 천국 구원을 잃지 않으려면 ଯାହାକି ଆମ୍ଭମାନଙ୍କୁ ଆତ୍ମିକ ଦିଗସୂଚକ ଭାବରେ କାର୍ଯ୍ୟ କରେ, ସ୍ୱର୍ଗୀୟ ମାତା ଜେରୁସାଲେମ ଉପରେ ଧ୍ୟାନ ଦେଇଥାଏ। 예루살렘 하늘 어머니를 조명하고 있습니다. ବାଇବେଲ ଇଚ୍ଛା କରେ ଯେ ସମସ୍ତେ ସ୍ୱର୍ଗୀୟ ମାତାଙ୍କୁ ଖୋଜନ୍ତୁ। 하늘 어머니를 찾기를 원합니다. 그래서 ସେଥିପାଇଁ ଯିଶାୟ ଅଧ୍ୟାୟ 60ରେ ବାଇବେଲ କ'ଣ କହେ ଯେ ଆମ୍ଭେମାନେ ଜେରୁସାଲେମର ଜ୍ୟୋତି ନ ଲୁଚାଇ କ'ଣ କରିବା ଉଚିତ? 어떻게 하라고요? ଆମ୍ଭେମାନେ ଜେରୁସାଲେମର ଜ୍ୟୋତି ନ ଲୁଚାଇ ପ୍ରକାଶିତ କରିବା ଉଚିତ। ଆସନ୍ତୁ ଆମ୍ଭେମାନେ ଯିଶାୟ ଅଧ୍ୟାୟ 62କୁ ଯିବା। ଯିଶାୟ ଅଧ୍ୟାୟ 62 ପଦ 6। 6절입니다. ହେ ଜେରୁସାଲେମ, ଆମେ ତୁମର ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ। ସେମାନେ ଦିନକୁ ରାତି କଦାଚି ନିରୂପ ନୋହିବେ। ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, 않게 하였나니라. ସେ ଯେ ପର୍ଯ୍ୟନ୍ତ 기억하시게 하는 자들아, 너희는 ପରମେଶ୍ୱର କାହାକୁ ସ୍ଥାପନ କରିବେ, 또 여호와께서 누구를 ଜେରୁସାଲେମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେ ପର୍ଯ୍ୟନ୍ତ ତୁମେମାନେ ବିଶ୍ରାମ କର ନାହିଁ କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ। 못하시게 하라고 했습니다. ସେମାନେ ଦିନକୁ ରାତି କଦାଚ ନିରବ ନୋହିବେ। 예루살렘 성 ପରମେଶ୍ୱର ପ୍ରହରୀମାନଙ୍କୁ କ'ଣ କହିଛନ୍ତି? 하나님께서 요구하신 내용이 뭐였습니까? ଜେରୁସାଲେମର ଗୌରବ ସମଗ୍ର ଜଗତରେ ପ୍ରଚାର କରିବା ପାଇଁ ସେମାନେ କ'ଣ କରିବା ଉଚିତ? 라고요? ସେମାନେ ସମସ୍ତଙ୍କୁ ପ୍ରଚାର କରିବା ଉଚିତ। 그런 일에 ପରମେଶ୍ୱର ସେମାନଙ୍କୁ ନିରବ ରହିବାକୁ କୁହନ୍ତି କି? 뭐라고 했습니까? ପରମେଶ୍ୱର ସେମାନଙ୍କୁ ଗାନ କରିବାକୁ, ଜେରୁସାଲେମଙ୍କ ଗୌରବ ପ୍ରଚାର କରିବାକୁ କୁହନ୍ତି। 전파라고 이렇게 알려주고 있습니다. ଏହା ହିଁ ମିଶନ ଯାହା ଆମ୍ଭେମାନେ ଏହି ଯୁଗରେ କରିବା ଉଚିତ। 안식일 ଅବଶ୍ୟ ଆମ୍ଭେମାନେ ବିଶ୍ରାମ ଦିନ, ନିସ୍ତାର ପର୍ବ ଏବଂ ନୂତନ ନିୟମର ପ୍ରଚାର କରୁ। 그러나 세상이 ତଥାପି ଯଦି ଜଗତ ପରମେଶ୍ୱର ଏବଂ ଶୈତାନ ମଧ୍ୟରେ ବିଭାଜିତ ହୁଏ, ତେବେ ଆମ୍ଭେମାନେ କାହା ପକ୍ଷରେ ଛିଡ଼ା ହେବା ଉଚିତ? 과연 어느 쪽 편에 서야 될까를 하나님 ପରମେଶ୍ୱର ତାହାଙ୍କ ସନ୍ତାନମାନଙ୍କୁ ଏହି ଉତ୍ତର ପାଇଁ ଜାଗ୍ରତ କଲେ। 주셨습니다. ଆମ୍ଭେମାନେ କାହା ପକ୍ଷରେ ଛିଡ଼ା ହେବା ଉଚିତ? ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ହେବା ଉଚିତ। ତେବେ ଆମ୍ଭେମାନେ କେଉଁ ପରମେଶ୍ୱରଙ୍କ ପକ୍ଷ ନେବା ଉଚିତ? 어머니 ଆମ୍ଭେମାନେ ମାତା ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ହେବା ଉଚିତ। ପ୍ରେରିତ ଜୋହନ ଏହି ସତ୍ୟକୁ ପ୍ରକାଶନ ମାଧ୍ୟମରେ ଖୋଜି ନଥିଲେ କି? ଏବଂ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17ରେ ରେକର୍ଡ କରିନାହାନ୍ତି କି ସ୍ତ୍ରୀ ଏବଂ ତାହାଙ୍କ ସନ୍ତାନମାନେ ସମୁଦ୍ର କୂଳରେ ଛିଡ଼ା ହୋଇଥିବା ସର୍ପର ବିରୋଧ କରିବା ପାଇଁ ଛିଡ଼ା ହୋଇଥିଲେ? 명명백백 발견한 것 아니겠습니까? ଆଦି ପୁସ୍ତକ ଅଧ୍ୟାୟ 3ରେ ପରମେଶ୍ୱର ଆମ୍ଭମାନଙ୍କୁ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନେ ଏବଂ ସର୍ପ ଓ ତାହାର ସନ୍ତାନମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଗ୍ରତ କରନ୍ତି। 보여주시고 일깨워 주실 때에는 ସିଓନର ସମସ୍ତ ସନ୍ତାନମାନଙ୍କୁ ଏବଂ ଦୁନିଆର ସମସ୍ତ ଲୋକମାନଙ୍କୁ ମାତା ପରମେଶ୍ୱରଙ୍କ ଶିକ୍ଷା ଶୁଣିବା ଉଚିତ, 하나님의 그 모든 가르침을 ଯିଏକି ପବିତ୍ର ଆତ୍ମାଙ୍କ ଯୁଗରେ ଜୀବିତ ସକଳର ମାତା ରୂପରେ ଏହି ପୃଥିବୀକୁ ଆସିଲେ। 귀를 기울이고 아버지께서 ସ୍ୱର୍ଗୀୟ ପିତା କହିଲେ, ମୁଁ ମାତାଙ୍କୁ ଅନୁସରଣ କରେ ଏବଂ ଆମ୍ଭମାନଙ୍କୁ ସ୍ୱର୍ଗୀୟ ମାତାଙ୍କ ନିକଟକୁ ନେତୃତ୍ୱ କଲେ। 튀어 주셨습니다. 모두가 ଆସନ୍ତୁ ସେହି ମାର୍ଗକୁ ଅନୁସରଣ କରିବା ଏବଂ ସ୍ୱର୍ଗରେ ଏକ ସମୃଦ୍ଧ ସ୍ୱାଗତ ପ୍ରାପ୍ତ କରିବା। 수 있는 우리가 되어야 되겠습니다. ଶୈତାନ ସର୍ବଦା ଆମ୍ଭମାନଙ୍କୁ ସ୍ୱର୍ଗୀୟ ମାତାଙ୍କ ଶିକ୍ଷାକୁ ଅନୁସରଣ କରିବାରେ ବାଧା ଦେଇଥାଏ। 하늘 어머니의 그 가르침을 올바르게 따르지 못하게 ତାହାର ବାଧା ଦେବାର କାର୍ଯ୍ୟ ହେବ। 방해의 역사가 일어나게 될 것입니다. ତଥାପି ଏଭଳି ପରିସ୍ଥିତିରେ ଆମ୍ଭମାନଙ୍କୁ କ'ଣ କରିବା ଉଚିତ? 어떻게 봐야 됩니까? 나는 어머니 ଆମ୍ଭମାନଙ୍କୁ ପିତାଙ୍କ ଶକ୍ତିଶାଳୀ ଶିକ୍ଷାକୁ ମୁଁ ମାତାଙ୍କୁ ଅନୁସରଣ କରେ ସଠିକ ଭାବରେ ବିଚାର କରିବା ଉଚିତ। 되새겨 보셔야 되겠고 ଯଦି ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ଅଟୁ, ତେବେ ଆମ୍ଭେମାନେ କାହା ପାଖକୁ ଫେରିବା ଉଚିତ? 하늘 ଆମ୍ଭେମାନେ ସ୍ୱର୍ଗୀୟ ମାତା ଜେରୁସାଲେମଙ୍କ ନିକଟକୁ ଫେରିବା ଉଚିତ। 2000 ପ୍ରାୟ 2700 ବର୍ଷ ପୂର୍ବେ ଭବିଷ୍ୟତ ବକ୍ତା ଯିଶାୟ ଏହି ଦୃଶ୍ୟ ଦେଖିଲେ ଏବଂ ପ୍ରେରିତ ଯୋହନ ମଧ୍ୟ ଏହା ଦେଖିଲେ। 된 것입니다.
성경 ବାଇବଲର 66ଟି ପୁସ୍ତକ ହେଉଛି ପରମେଶ୍ୱରଙ୍କ ବାକ୍ୟ। 하나님께서는 ପରମେଶ୍ୱର ତାହାଙ୍କ ଇଚ୍ଛାକୁ ଭବିଷ୍ୟତ ବକ୍ତାମାନଙ୍କ ନିକଟରେ ପ୍ରକାଶ କଲେ, 계시로 କେବେ ପ୍ରକାଶିତ ବାକ୍ୟ ମାଧ୍ୟମରେ, କେବେ ସିଧାସଳଖ ସ୍ୱର ମାଧ୍ୟମରେ ଏବଂ କେବେ ପ୍ରେରଣା ମାଧ୍ୟମରେ। ପରମେଶ୍ୱର ଏହି ସମସ୍ତ ପଦ୍ଧତି ମାଧ୍ୟମରେ ଆମମାନଙ୍କଠାରେ ତାହାଙ୍କ ଇଚ୍ଛାକୁ ପ୍ରକାଶ କଲେ। 하는 사실을 확인해야 되겠습니다. ସେଥିପାଇଁ ଏହିସବୁ ଭବିଷ୍ୟତ ବକ୍ତାମାନଙ୍କର ନୁହେଁ, ବରଂ ପରମେଶ୍ୱରଙ୍କ ଲେଖନୀ। 하나님의 기록입니다. ଭବିଷ୍ୟତ ବକ୍ତାମାନେ ପରମେଶ୍ୱରଙ୍କ ଲେଖନୀଗୁଡ଼ିକୁ ଲିପିବଦ୍ଧ କଲେ। 내용 아니겠습니까? କ'ଣ ଶେଷ ଦିନରେ ପରମେଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣ ହେବ, କିମ୍ବା ଏହା ଏପରି କିଛି ଯାହା ହୋଇପାରେ କିମ୍ବା ହୋଇ ନପାରେ? 되고 없어도 되는 일입니까? ଭବିଷ୍ୟତବାଣୀ ପୂରଣ ହେବ। 뜻이 있어야 될 일. ଏହା ଏପରି ବିଷୟ ଯାହା ଅବଶ୍ୟ ଘଟିବ। 일어나야 될 일들이고 이루어져야 될 일들입니다. ତେବେ ଆମ୍ଭେମାନେ ନିଜକୁ ପଚାରିବା ଉଚିତ, ଆମ୍ଭେମାନେ କାହା ପକ୍ଷରେ ଛିଡ଼ା ହେବା ଉଚିତ? 무엇인가를 영적 ଆସନ୍ତୁ ଆମ୍ଭେମାନେ ଜେରୁସାଲେମର ପ୍ରାଚୀର ଉପରେ ପ୍ରହରୀ ହେବା, ଆମ୍ଭମାନଙ୍କର ଆତ୍ମିକ ମନୋଭାବକୁ ସଠିକ ଭାବରେ ସ୍ଥିର କରିବା, 이끄시는 ଯାହାଦ୍ୱାରା ଆମ୍ଭେମାନେ ସ୍ୱର୍ଗୀୟ ମାତା ଜେରୁସାଲେମ ଦ୍ୱାରା ପରିଚାଳିତ ପରିତ୍ରାଣ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବା। 깨닫지 못한 세상 사람들에게 올바른 가르침과 깨우침을 주어서 ଆସନ୍ତୁ ଆମ୍ଭେମାନେ ଜଗତର ଉପକାର କରିବା ଏବଂ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ବୁଝିବାକୁ ଅବଶିଷ୍ଟ ଅଛି ସେମାନଙ୍କ ନିକଟରେ ପ୍ରକୃତ ଶିକ୍ଷା ପ୍ରଦାନ କରିବା, ଯାହାଦ୍ୱାରା ସମସ୍ତ ଲୋକ ସ୍ୱର୍ଗୀୟ ମାତାଙ୍କ ନିକଟକୁ ଫେରିପାରିବେ। 모두가 또 되기를 부탁드리겠습니다. 예, 그렇게 해서 ଏହା ଆଶା କରି ଯେ ଆମ୍ଭେମାନେ ସମସ୍ତ ହଜିଯାଇଥିବା ସ୍ୱର୍ଗୀୟ ସନ୍ତାନମାନଙ୍କୁ ଶୀଘ୍ର ଖୋଜିବା, 찾아서 ଯାହାଦ୍ୱାରା ଆମ୍ଭେମାନେ ସ୍ୱର୍ଗୀୟ ମାତାଙ୍କ ସହିତ ଆମ୍ଭମାନଙ୍କ ଅନନ୍ତ ଘରକୁ ଫେରିପାରିବା। 돌아갈 수 있는 우리 ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। 하면서 말씀 ଆପଣଙ୍କୁ ଧନ୍ୟବାଦ। 감사합니다.